ଶ୍ରୀମନ୍ଦିର ରେ କେତେ କଥା କଣ କଣ ରହିଛି, ଆହୁରି ଅନେକ କଥା ଏବଂ সেই ସବୁ କଥା ଗୁଡ଼ିକ ଜାଣିବା ନିମନ୍ତେ ଗୋଟେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଶ୍ରୀମନ୍ଦିର ଜାଣିବା କଥା। ଆମେ ଶ୍ରୀମନ୍ଦିର ଜାଣିବା କଥାରେ ଆଜି ଜାଣିବା ଆବାହନ କଣ। ଆବାହନ କହିଲେ ନା ନିମନ୍ତ୍ରଣ, ନିକଟକୁ ଆସିବା ନିମିତ୍ତ ଦେବତାଙ୍କୁ ଆହ୍ୱାନ ଦେବାଦେବୀଙ୍କୁ ଆବିର୍ଭାବ ନିମନ୍ତେ ମନ୍ତ୍ର ଦ୍ୱାରା ଆହ୍ୱାନ ବା ଆମନ୍ତ୍ରଣ କରିବା। ଆବାହନ କଣ ମନେ ରଖନ୍ତୁ, ଆମର ପୂଜାରେ ଯୋଉ 10 ମୁଦ୍ରା ରହିଛି, ଆବାହନ ଆଦି 10 ମୁଦ୍ରା, ଆବାହନ, ସଂସ୍ଥାପନ, ସନ୍ନିଧାନ, ସନିରୋଧନ ଆଦି ଆଦି ଯୋଉ 10 ମୁଦ୍ରା ରହିଛି, ପ୍ରଥମ ମୁଦ୍ରା ହେଲା ଆବାହନ। ପୂଜାରେ ଆବାହନ କାହାକୁ? ଦେବତାଙ୍କୁ, ଦେବାଦେବୀଙ୍କୁ ଆବାହନ କରାଯାଏ। ଶ୍ରାଦ୍ଧରେ ପିତୃଙ୍କୁ ଆବାହନ କରାଯାଏ ନା ନାଇଁ? ଏସବୁ କଥା ରହିଛି। ତ ଆବାହନ ଶବ୍ଦର ଅର୍ଥ ହେଉଛି ନିମନ୍ତ୍ରଣ, ମାନେ ନିକଟକୁ ଆସିବା ନିମିତ୍ତ ଦେବତାଙ୍କୁ ଆହ୍ୱାନ, ଦେବାଦେବୀଙ୍କୁ ଆବିର୍ଭାବ ନିମନ୍ତେ ମନ୍ତ୍ର ଦ୍ୱାରା ଆହ୍ୱାନ ବା ଆମନ୍ତ୍ରଣ କରିବା ହେଉଛି ଆବାହନ। ତ ଆଜିର ଶ୍ରୀମନ୍ଦିର ଜାଣିବା କଥାରେ ଆପଣମାନେ ଆବାହନ ସମ୍ପର୍କରେ ଜାଣିଲେ। ଏବେ ଆସନ୍ତୁ, ଆଜି ତ ଶନିବାର, ମହାପ୍ରଭୁଙ୍କର କଥା ଶ୍ରବଣ କରିବା। ଆଜି ହନୁମାନଙ୍କର କଥା। ହନୁମାନଙ୍କୁ କଣ କହିଲେ ପ୍ରସନ୍ନ ହୁଅନ୍ତି ହନୁମାନ? ହନୁମାନଙ୍କୁ ଆପଣ କଣ କହିବେ? ହନୁମାନ ଏପରି ଭକ୍ତ, ରାମ ଭକ୍ତ ହନୁମାନ। ତ ହନୁମାନ ମହାରାଜ କଣ କଲେ, କଣ କହିଲେ ହନୁମାନଙ୍କୁ ହନୁମାନ ପ୍ରସନ୍ନ ହୁଅନ୍ତି? ହନୁମାନଙ୍କୁ ଆମେ କୋଉଥିରେ ପ୍ରସନ୍ନ କରିପାରିବା? ହନୁମାନ କେମିତି ପ୍ରସନ୍ନ ହେବେ ଆମ ଉପରେ? ନା ତାର ମଧ୍ୟ ଶାସ୍ତ୍ର ଅନେକ ପ୍ରମାଣ ଦେଇଛନ୍ତି। ହନୁମାନ ହଉଛନ୍ତି ପରମ ଭକ୍ତ। ଶ୍ରୀ ରଘୁନାଥ